तुमे बे तुम पूरा को फेरी जाओ एही पापी मान को कथा एठी मु बुझुछि जाओ देखिलो पात की अधर्मी मो प्रभु जगन्नाथंकर शक्ति आसुछि जम्बो सिंह तो मरणटा अल्प दिन बाकी रहिला तापर प्रभु जगन्नाथ पकाइबे तते नरकर कुंडरे तांकर निर्मल पद तते मुक्ति करि परिबो नाही तते मुक्ति करि परिबो ना देख ताको बळरे भी हो कौन कहतुली बे पापी केमिति लागिला चुप कर मने रख पापी जम्बू सिंह जदि कौनसी नारी पर तुमे माने करिथिबो अत्याचार सही दिन मु पुणी आसबि निश्चय देवी तते आज उपयुक्त शास्ति आउ हाँ लो एक मध्य तू मने रखि था मो घर बेसी दूर मो घर एही निकट रे जदि देखि थाए केबे करिथिबु नारी पर अत्याचार मु पुनर्बार आसबि आउ देवी तुम मानकु उपयुक्त शास्ति एक मने रही परी छाड़िबिनी मथबी छाड़िबिनी से पाषंड गोपाल टका को और छाड़िबिनी मथ से पाषंड विष्णुप्रिया को कौन ताड़ी पके देखिबो तुमे नीचे देखिबो मथबी तुमको मगाइछि पाद धरी क्षमा भिक्षा ओ मध्य चक्रांत करी छड़ाई आनी विषप्रिया को मगाइबी तुमर पाद धरी क्षमा भिक्षा ଆଉ ତୁମେ ତାଠାରୁ ନେବ ଚରମ ପ୍ରତିଶୋଧ ମୁଁ ଦେଖୁଛି ଜମ୍ବୁ ସିଂ ତମେ ଖାଲି ଭୀମ ଭଳିଆ ହସିକି ଗର୍ଜନ କରୁଛ କାମ କଣ ଏ କଥାଟା ନିଶ୍ଚୟ ହୋଇବ ସମ୍ଭବ ହଁ ହଁ ସମ୍ଭବ ମୁଁ ନିଶ୍ଚୟ ଚକ୍ରାନ୍ତ କରି ଛଡ଼ାଇ ଆଣିବି ସେ ପ୍ରିୟାକୁ ମଗାଇବି ତୁମର ପାଦ ଧରି କ୍ଷମା କୌଣ ନିକଟରେ ହାରିଗଲ ଏଇଟା ତ ସ୍ୱାଭାବିକ କଥା ମୁଁ ନିଶ୍ଚୟ ହରାଇ ଦେବି ତାର ମାନ ସମ୍ମାନ ଲାଜ ଲାଗୁନି ମା ଇଚ୍ଛା କରୁ ମରିବ ଡାଲମା ଡାଲମା ସାଲଟ ସାଲଟ କେମିତି ଲାଗିଲା ଚାଲିଛେ କମଳ ଏ ତାଙ୍କୁ ତ କରୁଛ ଭର୍ଚ୍ଛନା ଲାଞ୍ଛନ ଚାଲି ଯା ଏ ଜାଗା ଛାଡ଼ି ବହୁ ଦୂରକୁ ଆରେ ଯା ପରା କହୁଛି ଆରେ ଚାଲି ଯା ଯେଉଁଠି ପାପର ହାଟରେ ନିର୍ମାଲ୍ୟଟା ଲାଗେ ଖଟା ଆଚ୍ଛା ସେଠାରେ କିଛି ମିଠା ଲାଗିବ ନାହିଁ ଖାଲି ଖଟା ଏବେ ତୁମେ ପାଳି ଦିଅ ଡାଲମା ଡାଲମା ଦେଖିବୁ କମଳ ସେ ନିର୍ମାଲ୍ୟଟା ନିଶ୍ଚୟ ଲାଗିବ ମିଠା ଭାରି ମିଠା ଲାଗିଲା ଲାଗିଲା କେମିତି ଲାଗିଲା ବା मनी दुर्योधन अरे कहीं की थईछु से अग्नि कुमारी द्रौपदी पछरे तू ना संपूर्ण भाव जली जीवु हाँ हाँ जली जीवु हसुच कहीं हारी गली मने रख हारिब शिखिनी माधवी हारी बनी के माधवी काल राति अंधकारटा किभरी गर्जन करी मरी आसुची आउ सेही अंधकार भितरे आसुछंती जगतर नाथ जगन्नाथ
ଆଉ ହାତରେ ଧରିଛନ୍ତି ସୁଦର୍ଶନ ଚକ୍ର। ଆଉ ହେବ ଏଠାରେ ମହାଭାରତ ଯୁଦ୍ଧ। ଆଉ ସେଇ କିଟମିଟ ଅନ୍ଧକାର ଭିତରେ ତୋତେ ବାଟଘାଟ କିଛି ଦେଖାଯିବନି। ତୁ ନା ନିଶ୍ଚୟ ଝୁଣ୍ଟି ଆଉ ଶେଷରେ ଅଇଠା ପତ୍ର ଚାଟିବୁ। ଆଉ ମୋ ପରି ତୁ ଦିନେ ହେବୁ ପାଗଳ। ଭଳି କୌଶଳୀ କୁମାର ସୁଧୀରକୁ ମୁଁ ନିଜର କରିବି। କାହା କଥା ଶୁଣିବା ମୋର ଆବଶ୍ୟକ ନାହିଁ। କୁମାର ସୁଧୀର କେବଳ ମୋର। ଆଉ ତାପରେ ସେଦିନ ଦେଇଥିବା ମାଡ଼ର ମୁଁ ନେବି ଚରମ ପ୍ରତିଶୋଧ। କାହାର ସାଧ୍ୟ ନାହିଁ ରୋଧ କରିବ ମୋର ପଥକୁ। କୁମାର ସୁଧୀର କେବଳ ମୋର କେବଳ କୁମାର ସୁଧୀର। ମାଧବୀ କାହିଁକି ଚିତ୍କାର କରୁଛୁ? ସବୁବେଳେ ଆସିଲା ବେଳେ ଖାଲି ଚିତ୍କାର। କଣ ହେଇଛି ତୋର? ପିତା ମୋ ଚିତ୍କାରଟା ତମକୁ ଶୁଣାଯାଉଛି, ହେଲେ ତମେ ମତେ ମିଥ୍ୟା ଆଶା ଦେଖେଇ ଠକେଇ ଦେଇଛ ମରିଚିକା ପଥ। କଣ କହିଲୁ ମାଧବୀ? ମୁଁ ତୋତେ ମିଥ୍ୟା କଥା କହୁଛି? ନାଇଁ ଲୋ ମାଧବୀ, ଏ କମ୍ବୋ ଭାଇ କ୍ଷୀରାଏ ଯାହା କହିଥାଏ ଅବଶ୍ୟ ସତ୍ୟ କଥା ହିଁ କହିଥାଏ। ତୁ ପୁଣି କହୁଛୁ ମୁଁ ମିଛ କହୁଛି? ମିଛ ପିତା, ତମେ ସେଦିନ ମତେ କହିଥିଲ ନା କୁମାର ସୁଧୀରଙ୍କୁ ମୁଁ ନିଜର କରିବି ବୋଲି, ହେଲେ କାଇଁ କୁମାର ସୁଧୀର ନାହିଁ କିଛି ନାହିଁ। ମାଧବୀ, କାଲି ପ୍ରଭାତରୁ ତୋତେ କନ୍ୟା ବେଶ ସାଜିବାକୁ ପଡ଼ିବ ମାଧବୀ। କନ୍ୟା ବେଶ କାହିଁକି? ଆରେ କୁମାର ସୁଧୀର ସହିତ ତୋର ହେବ ବାହାଘର। ଆରେ ତୁ ପରା ଏ କମ୍ବୁ ପାଇକି ରାଇର କନ୍ୟା। ପିତା मुझे बहुत खुशी पिता, बहुत खुशी। जाऊँगी सज फुलार माला गुंथि काली प्रभात को करी अपेक्षा। आ काली प्रभात कुमार सुधीर सहित मोर हम बाहाघर। माधवी, गोठाए गरीब घर झील से पुणी चक्ष हेबाको राजकुल बंधु नाइलो माधवी तोहरी साहाय्य मु बसिबी ए जयनगर राज सिंहासन। अपेक्षा करो रे राजा जय सिंह मोजा छड़ाई भीतर। अपेक्षा करो रे राजा जय सिंह मोजा छड़ाई भीतर। पुत्र कलार निश्चय माधवी लंबाई बाबर बल अधिकार रे नेबी धक्का मारी तुते तोड़ी देबी अरे शकुनी परी मु परिछि शपथ फंसीरी तोहरा वंश। शकुनी परी मु परिछि शपथ फंसीरी तोहरा वंश।
বসিবি রাজ্য সিংহাসনে নরক্ষের তোর অংশ কুটে কপটে নাসি ধ্বংস করিবি তো সুখ রাশি কুটে কপটে নাসি ধর্ম অধর্ম পাপ পুণ্য এ মরা জগতরে তো নির্বাল্যর মূল্য କିଛି ନାହିଁ ଜଗନ୍ନାଥ ଏ ପାପର ହାଟରେ ତ ନିର୍ମାଲ୍ୟ ଘଟା ଏ ସମାଜରେ ସମସ୍ତେ ସ୍ୱାର୍ଥପର କପଟି ଲମ୍ପଟି ବଡ଼ ହେବା ପାଇଁ ସମସ୍ତେ କରନ୍ତି ଚକ୍ରାନ୍ତ ନିଜ ଜନମାନେ ଧନୀ ମାନଙ୍କୁ କରନ୍ତି ନିନ୍ଦା ଭର୍ଷଣ ଲାଞ୍ଚନ ତାର ଗୋଟାଏ ଗରିବ ଚାକର ଭଗ୍ନି ସେ ପୁଣି ମାଗୁଛି ମୋଟେ ପ୍ରବାହୀ ସିନ୍ଦୁର ଦୁଇ ପଟ ଶଙ୍ଖା ସେ ଚାହୁଁଛି ବସିବା ପାଇଁ ମୋ ରାଣୀର ଆସନରେ ନଇ ନିଜର ସ୍ୱାର୍ଥ ପାଇଁ ଯୌବନ ଦେଖାଇ କଲା ମୋତେ ଦେହ ଦାନ ଭାବୁଛେ ରାଜା ଜୟ ସିଂହକୁ ତାର ପତି ଦେବତା କଳଙ୍କ ରଖିବା ମୋହର ମଥାରେ ନାଇଁ ଏଇଟା ଅସମ୍ଭବ ସମ୍ପୂର୍ଣ୍ଣ ଅସମ୍ଭବ କାହିଁକି ଅସମ୍ଭବ ରାଜା କିଏ ଓ ସୁନନ୍ଦା କାହିଁକି ଆସିଛ ସୁନନ୍ଦା କଣ ମୋ ମଥାରେ ବଳି ଦେବା ପାଇଁ କଳଙ୍କ ନାଇଁ କଳଙ୍କ ମୁଁ ନୁହେଁ କଳଙ୍କ ବଳିଛ ତୁମେ ଦେଇଛ ମୋ ମଥାରେ କଳଙ୍କ ଯେଉଁ କଳଙ୍କ ଜୀବନକୁ ମୋର କରିଦେଇଛି ନଷ୍ଟ କାହିଁକି ରାଜା କାହିଁକି ମିଠା ମିଠା କଥା କହି ହରିଲ ମୋହର ସର୍ବସ୍ୱ କାହିଁକି ଦଉଛ ଏଇ ଗରିବଙ୍କ ସରଳତାରେ ବିଷ ଏହା କଣ ତୁମ ବଂଶର ମର୍ଯ୍ୟାଦା ବାହାରି ଯା ସୁନନ୍ଦା ନଚେତ କଣ କରିବ ନିଜର କରରେ ମତେ ବଦ୍ଧ କରିବ ନିଭାଇ ଦେବ ସବୁଦିନ ପାଇଁ ତୁମ ମଥାରୁ କଳଙ୍କ ମନେ ଅଛି ରାଜା ସେତେବେଳେ ତୁମ ରାଣୀ ଚାଲିଗଲେ ସେତେବେଳେ ତୁମ ପୁତ୍ରକୁ ଦେଇ ଯାଇଥିଲେ ମୋହରି କୋଳରେ ଆଉ ସେତେବେଳେ ତୁମେ ଆଖିରୁ ଲୋତକୁ ଝରାଇ ପଚାରୁଥିଲ ସୁନନ୍ଦା ଆଜିଠାରୁ ତୁମେ ହେଉଛ ମୋ ପୁତ୍ରର ଜନନୀ କେବଳ ତୁମ ପୁତ୍ର ଲାଗି ଧ୍ୱଂସ କରିଦେଇଥିଲୁ ଆମର ସବୁ ସୁନାର ସଂସାର ଧ୍ୱଂସ କରିଦେଇଥିଲୁ ଭାଇଙ୍କର ପରିବାର କାହାପରି ରାଜା ମାତ୍ର ତୁମରି ପାଇଁ ମୋ ଜୀବନର ସବୁ ସୁଖ ଶାନ୍ତିକୁ ମୁଁ ଅର୍ପଣ କରିଦେଇ ହେଲେ ଆଜି ଏତେ ଛଳନା କାହିଁକି ରାଜା କାହିଁକି ମୋ ଭାଇକୁ ମାଡ଼ ମାରି ତଡ଼ିଦେଲ ଲାଲି ରାଜପୁର ମଧ୍ୟ କଣ ଅପରାଧ କରିଛନ୍ତି ମୋ ଭାଇ ତୁମର ନିକଟରେ ଉତ୍ତର ଦିଅ ମତେ ଉତ୍ତର ଦିଅ କେତେ ଧର ନବ ସୁନନ୍ଦା ଆଉ କେବେ ନ ଆସିବ ମୋହରପୁରକୁ କୁହ କେବେ ନବୁ ବା ରାଜା ବା ତୁମେ କଣ ତୁମ ଅଗ୍ନିର ଇଜ୍ଜତକୁ ବିକ୍ରି କରିପାରିବ ତୁମେ କଣ ବିକ୍ରି କରିପାରିବ ତୁମର ପତ୍ନୀର ଇଜ୍ଜତକୁ ତୁମେ କଣ ବିକ୍ରି କରିପାରିବ ତୁମର ମାତୃର ଇଜ୍ଜତକୁ ମୁଁ କରିବ ବୋଲି ମୋର କିଛି ବି ମୂଲ୍ୟ ନାହିଁ କିଛି ବି ନାହିଁ କଣ ଭାବିଛ ତୋ କଳଙ୍କକୁ ମଥା ଧରି ମୋ କଳଙ୍କିତ ହୋଇଯିବି ନାଇଁ ଏଇଟା ଅସମ୍ଭବ ସମ୍ପୂର୍ଣ୍ଣ ଅସମ୍ଭବ କାହିଁକି ଅସମ୍ଭବ ରାଜା କାହିଁକି କଣ ମୁଁ ଗରିବ ବୋଲି ମୋର କିଛି ବି ମୂଲ୍ୟ ନାହିଁ ତୁମେ କଣ ବିକ୍ରି କରିପାରିବ ଏ ଗରିବର ମୂଲ୍ୟକୁ ବିକ୍ରି କରିପାରିବ
କ୍ଷଣିକ ଉତ୍ତେଜନାର ଅପରାଧ ପାଇଁ ତୋ ନିକଟରେ ମୁଁ ଯେଉଁ ଅପରାଧ କରିଛି ସେଥିପାଇଁ ତୁ ଏତେ ବଡ଼ ଆଘାତ ମୋତେ ଦେନା ସୁନନ୍ଦା, ଏତେ ବଡ଼ ଆଘାତ ମୋତେ ଦେନା। ମୁଁ ତୁମକୁ ଆଘାତ ଦେବା ପାଇଁ ଚାହୁଁନି ମହାରାଜ, କି ବସିବାକୁ ଚାହୁଁନାହିଁ ତୁମର ରାଣୀର ଆସନେ। ଦେଇପାରିବ ମୋତେ, ଦେଇପାରିବ? ତାହେଲେ କ'ଣ ଚାହୁଁଛୁ ସୁନନ୍ଦା, କହ ମୋ ଠାରୁ ତୁ କ'ଣ ଚାହୁଁଛୁ? ଟୋପାଏ ସିନ୍ଦୁର ଆଉ 2 ପଟ ଶଙ୍ଖ ସୁନନ୍ଦା ଏତିକି ଦେଇଥିଲେ ମୁଁ ସବୁଦିନ ପାଇଁ ମୁକ୍ତି ପାଇଯିବି ମହାରାଜ, ଶାନ୍ତି ପାଇବି ମୁଁ ସବୁଦିନ ପାଇଁ। ମୋତେ ଆପଣ ଦୟା କରନ୍ତୁ ମହାରାଜ, ସୁନନ୍ଦା ମୋତେ ଆପଣ ଦୟା କରନ୍ତୁ, ସୁନନ୍ଦା ଦୟା କର।